ଫିଲ୍ ଗୁଡ୍ ଫ୍ରିଡମ୍ର ପଞ୍ଚମ ଅଧ୍ୟାୟକୁ ସ୍ୱାଗତ। ଆଜି ଆମେ ଏକ ଏମିତି ବିଷୟ ଉପରେ କଥା ହେବାକୁ ଯାଉଛୁ ଯାହା ମାନେ ବହୁତ ଗମ୍ଭୀର ଆଉ ବହୁତ ବ୍ୟକ୍ତିଗତ। ଶୀର୍ଷକ ହେଉଛି ଇଚ୍ଛାମାନଙ୍କର ଭାର। ଆମେ ଆଜି ଦି ଆର୍କିଟେକ୍ଚର ଅଫ୍ ଇନର ଫ୍ରିଡମ୍ ବୋଲି ଗୋଟେ ଉତ୍ସରୁ କିଛି ମୁଖ୍ୟ କଥା ଉପରେ ଆଲୋଚନା କରିବା। ଆଉ ଏହି ଉତ୍ସ ଏକ ବହୁତ ବଡ଼ ଦାବି କରୁଛି। କହୁଛି ଯେ ଆମ ଖୁସି ଆଉ ମାନସିକ ଶାନ୍ତିର ସବୁଠୁ ବଡ଼ ଶତ୍ରୁ ଆଉ କେହି ନୁହେଁ ବରଂ ଆମ ନିଜର ଆଉ ଆମ ଆଖପାଖ ଲୋକଙ୍କର ଅସରନ୍ତି ଇଚ୍ଛା। ତେବେ ଆଜିର ଆମର ଲକ୍ଷ୍ୟ ହେଉଛି ଏହି ଧାରଣା ଭିତରକୁ ଯିବା, ଏହାକୁ ବୁଝିବା ଆଉ ଜାଣିବା ଯେ ଏହି ଇଚ୍ଛାର ବୋଝରୁ କେମିତି ମୁକ୍ତି ମିଳିପାରିବ। ଚାଲନ୍ତୁ ଆରମ୍ଭ କରିବା। ଉତ୍ସଟି ଆରମ୍ଭରୁ ହିଁ ଗୋଟେ ଏମିତି ବାକ୍ୟ କହିଛି ଯାହା ମୋତେ ବହୁତ ସମୟ ଧରି ଚିନ୍ତା କରିବାକୁ ବାଧ୍ୟ କଲା। ବାକ୍ୟଟି ହେଲା, ଇଚ୍ଛା କେବେ ସରେ ନାହିଁ ବରଂ ବୁଝିବା ଶକ୍ତି ସରିଯାଏ। ଶୁଣିବାକୁ ବହୁତ ସରଳ, କିନ୍ତୁ ଏହାର ଅର୍ଥ ବହୁତ ଗମ୍ଭୀର ଆଉ ଏହାକୁ ବୁଝାଇବା ପାଇଁ ଲେଖକ ଏକ ପରିବାରର ଉଦାହରଣ ଦେଇଛନ୍ତି। ଏହା ଏତେ ବାସ୍ତବିକ ଯେ ଲାଗିବ ସତେ ଯେମିତି ଆମ ନିଜ ଘର କଥା କୁହାଯାଉଛି। କଳ୍ପନା କରନ୍ତୁ, ଘରେ ଜଣେ ଅଛନ୍ତି ଯିଏ ନିଜ ସ୍ୱାସ୍ଥ୍ୟ, ନିଜ ଶାନ୍ତିକୁ ପୁରା ଅଣଦେଖା କରି ଚାଲିଛନ୍ତି। ସକାଳ 10:30 ହେଲାଣି, କିନ୍ତୁ ନିଜ ପାଇଁ ଗୋଟେ ମିନିଟ୍ ବି ନାହିଁ। ହେଲେ ପୁରା ଘରକୁ ନିଜ ଇଚ୍ଛାରେ ଚଳେଇବାର ଗୋଟେ ଜିଦ୍। ସେମିତି ଆଉ ଜଣେ 3 ଜଣ ଡକ୍ଟର ଦେଖୁଛନ୍ତି, ଶରୀର ସାଥ ଦେଉନି, କିନ୍ତୁ ମୁଣ୍ଡରେ କେବଳ ପାର୍ଟି, ସାଜସଜ୍ଜା ଆଉ ନୂଆ ରୋଷେଇ କରିବାର ଇଚ୍ଛା। ଆମେ ଏସବୁକୁ ଏତେ ସାଧାରଣ ଭାବେ ଦେଖୁଛେ। ଆମେ ଏହାକୁ ଜୀବନ ବୋଲି ଧରି ନେଉ। ଆପଣ ଏକଦମ ଠିକ୍ କଥା କହିଲେ। ଆମେ ଏହାକୁ ସାଧାରଣ ବୋଲି ଧରି ନେଉ, କିନ୍ତୁ ଉତ୍ସଟି ଏହାର ପରିଣାମକୁ ବ୍ରହ୍ମାଣ୍ଡର ସତ୍ୟ ବୋଲି କହୁଛି। ଆଉ ଏଥିପାଇଁ ଗୋଟେ ସରଳ ସୂତ୍ର ବି ଦେଇଛି। ଅନ୍ୟମାନଙ୍କର ଇଚ୍ଛା ଆମ ପାଇଁ ବୋଝ ପାଲଟିଯାଏ ଏବଂ ଆମ ନିଜର ଇଚ୍ଛା ଆମ ପାଇଁ ଚିନ୍ତାର କାରଣ ହୁଏ। ଏ ଦୁଇଟା ଶବ୍ଦ ଭିତରେ ଥିବା ପାର୍ଥକ୍ୟକୁ ଟିକେ ବୁଝିବା ଦରକାର। ଚିନ୍ତା ଆଉ ବୋଝ। ଯେତେବେଳେ ଆମର ନିଜର ଇଚ୍ଛା ଥାଏ, ଆମେ ତାକୁ ନେଇ ଚିନ୍ତିତ ରହୁ। ହେବ ନା ନାହିଁ, କେମିତି ହେବ, ଏସବୁ ଆମର ନିଜର ମାନସିକ ଦ୍ୱନ୍ଦ୍ୱ। କିନ୍ତୁ ଯେତେବେଳେ ଆମେ ଅନ୍ୟମାନଙ୍କର ଅଯୌକ୍ତିକ ଇଚ୍ଛାକୁ ନିଜ ମୁଣ୍ଡ ଉପରେ ନେଉ, ତାହା କେବଳ ଚିନ୍ତା ନୁହେଁ, ତାହା ଏକ ପ୍ରକାର ମାନସିକ ବୋଝ ହୋଇଯାଏ। ଆଉ ଉତ୍ସଟି ଏଠି ଗୋଟେ ବହୁତ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରିଛି। କହୁଛି, ଯଦି ଆମ ଚାରିପାଖର ଲୋକଙ୍କର ଅଯୌକ୍ତିକ ଦାବି ବଢ଼ିଯାଏ, ତେବେ ଆମ ମନ ଗୋଟେ ଡମ୍ପିଂ ୟାର୍ଡ ପରି ହୋଇଯାଏ। ଡମ୍ପିଂ ୟାର୍ଡ? ବାପରେ, ଏହା ତ ବହୁତ ଶକ୍ତ ଶବ୍ଦ। ହଁ, କିନ୍ତୁ ଏହା ସତ। ଭାବନ୍ତୁ ତ ଟିକେ, ଗୋଟେ ଅଳିଆ ଗଦା ଭଳି, ଯେଉଁଠି ଲୋକମାନେ ନିଜ ନିଜର ଫ୍ରଷ୍ଟ୍ରେସନ୍, ନିଜର ଅସମ୍ପୂର୍ଣ୍ଣ ଇଚ୍ଛା ଆଣି ଫିଙ୍ଗି ଦିଅନ୍ତି, ଆଉ ଆମେ ସେଇ ଅଳିଆ ଭିତରେ ଫସିଯାଉ। ଏକଦମ। ଆମର ନିଜର ମାନସିକ ସ୍ଥାନ ବୋଲି ଆଉ କିଛି ରହେ ନାହିଁ। ଠିକ୍ ଅଛି। ତେବେ ସମସ୍ୟାଟାକୁ ଆମେ ଭଲ ଭାବରେ ବୁଝିଗଲେ, ନିଜ ଇଚ୍ଛାରେ ଚିନ୍ତିତ ଆଉ ଅନ୍ୟମାନଙ୍କର ଇଚ୍ଛାରେ ବୋଝ ତଳେ ଚାପି ହୋଇ ରହିଛୁ। କଥାଟା ତ ଟିକେ ନିରାଶାଜନକ ଲାଗୁଛି। ତେବେ ଏହି ଉତ୍ସ କ'ଣ ଏଥିରୁ ବାହାରିବାର କିଛି ରାସ୍ତା ଦେଖାଉଛି? ହଁ, ଆଉ ଏଇଠି ଆଲୋଚନାଟା ପ୍ରକୃତରେ ମଜାଦାର ହେଉଛି। ଉତ୍ସଟି ଗୋଟେ ଆଶ୍ଚର୍ଯ୍ୟଜନକ କଥା କହୁଛି ଯେ ଫିଲ୍ ଗୁଡ୍ ବା ଭଲ ଅନୁଭବ କରିବା ଆମର ସ୍ୱାଭାବିକ ଅବସ୍ଥା, ଆମର ଡିଫଲ୍ଟ ସେଟିଂ। ଆରେ, ଏଇ କଥାଟା ମୋତେ ସବୁଠୁ ବେଶୀ ପ୍ରଭାବିତ କଲା। ଆମେ ତ ସବୁବେଳେ ଭାବୁ ଯେ ଖୁସି ପାଇବା ପାଇଁ କିଛି କରିବାକୁ ପଡ଼ିବ, କିଛି ହାସଲ କରିବାକୁ ପଡ଼ିବ। କିନ୍ତୁ ଏହି ଉତ୍ସ ତ ପୁରା କଥାଟାକୁ ଉଲ୍ଟେଇ ଦେଉଛି। ହଁ, କହୁଛି ଆମେ ଖୁସିରେ ହିଁ ଥାଉ, କେବଳ ଏହି ଇଚ୍ଛାଗୁଡ଼ିକ ଆସି ତାକୁ ନଷ୍ଟ କରିଦିଅନ୍ତି। ଏକ୍ଜାକ୍ଟଲି। ଏହା ଗୋଟେ କମ୍ପ୍ୟୁଟରର ଡିଫଲ୍ଟ ସେଟିଂ ଭଳି। ଯେତେବେଳେ ଆପଣ ଗୋଟେ ନୂଆ କମ୍ପ୍ୟୁଟର କିଣନ୍ତି, ସେଇଟା କେତେ ସୁସ୍ଥ ଆଉ ଦ୍ରୁତ ଗତିରେ କାମ କରେ। କିନ୍ତୁ ଧୀରେ ଧୀରେ ଆମେ ସେଥିରେ ଅନାବଶ୍ୟକ ସଫ୍ଟୱେର୍, ଭାଇରସ୍, ଜଙ୍କ୍ ଫାଇଲ୍ସ ଏସବୁ ଭରିଦିଉ, ଆଉ ତାହା ଧୀମା ହୋଇଯାଏ। ଏଠାରେ ଇଚ୍ଛାଗୁଡ଼ିକ ସେହି ଭାଇରସ୍ ପରି। ଆମର ସ୍ୱାଭାବିକ ଶାନ୍ତିକୁ ସେମାନେ ହିଁ ନଷ୍ଟ କରିଦିଅନ୍ତି। ଆଉ ଏହି ଧାରଣାଟି ଆମକୁ 2 ପ୍ରକାରର ମୁକ୍ତି ବିଷୟରେ କହୁଛି। 2 ପ୍ରକାରର ମୁକ୍ତି? ହଁ, ପ୍ରଥମତଃ, ଯେତେବେଳେ ଜଣେ ନିଜର ଇଚ୍ଛା ତ୍ୟାଗ କରେ, ସେ ହାଲୁକା ଅନୁଭବ କରେ। ଏହା ହେଲା ଆଭ୍ୟନ୍ତରୀଣ ବୋଝରୁ ମୁକ୍ତି। କିନ୍ତୁ ଦ୍ୱିତୀୟ ମୁକ୍ତିଟି ଆହୁରି ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ସେ ଅନ୍ୟମାନଙ୍କ ଇଚ୍ଛାରୁ ନିଜକୁ ମୁକ୍ତ କରେ, ସେ ପ୍ରକୃତରେ ସ୍ୱତନ୍ତ୍ର ହୋଇଯାଏ। ଏହା କେବଳ ବାହ୍ୟ ସ୍ୱାଧୀନତା ନୁହେଁ, ଏହା ହେଉଛି ଆନ୍ତରିକ ସ୍ୱାଧୀନତା। ଯେତେବେଳେ ଆମେ ବୁଝିପାରୁ ଯେ ହଁ, ଅନ୍ୟମାନଙ୍କ ଆଶା ପୂରଣ କରିବା ଆମର ଏକମାତ୍ର କାମ ନୁହେଁ, ସେତେବେଳେ ଯାଇ ଆମେ ନିଜ ପାଇଁ ବଞ୍ଚିବା ଆରମ୍ଭ କରୁ। କିନ୍ତୁ ହେଲେ ଏଠି ଗୋଟେ ବଡ଼ ପ୍ରଶ୍ନ ଆସୁଛି। ଯଦି ଆମେ ସବୁବେଳେ ନିଜ ଶାନ୍ତିକୁ ପ୍ରାଥମିକତା ଦେବା ଆଉ ଅନ୍ୟମାନଙ୍କର ଇଚ୍ଛାକୁ ମୂର୍ଖାମି ଭରା କହି ଏଡ଼େଇ ଦେବା,
ତାହେଲେ କ'ଣ ଆମେ ସ୍ୱାର୍ଥପର ହୋଇଯିବାନି? ମାନେ ସମାଜରେ ପରିବାରରେ ରହିବାକୁ ହେଲେ ତ କିଛି ବୁଝାମଣା କରିବାକୁ ପଡ଼ିବ। ହଁ, ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଆଉ ଉତ୍ସଟି ଏହାର ଉତ୍ତର ବି ଦଉଛି। ଏହା କେବେ ବି ପ୍ରେମ, ଦାୟିତ୍ୱ କିମ୍ବା କର୍ତ୍ତବ୍ୟକୁ ମନା କରୁନାହିଁ। ଏହା କେବଳ ସେହି ଅଯୌକ୍ତିକ, ଅବାସ୍ତବ ଆଉ ଲଦି ଦିଆଯାଉଥିବା ଇଚ୍ଛାଗୁଡ଼ିକ ବିଷୟରେ କହୁଛି ଯାହା ଆମର ମାନସିକ ଶାନ୍ତିକୁ ନଷ୍ଟ କରେ। ଏହା ସ୍ୱାର୍ଥପର ହେବା ବିଷୟରେ ନୁହେଁ, ଏହା ନିଜ ଚାରିପାଖରେ ଏକ ସୁସ୍ଥ ସୀମାରେଖା ଟାଣିବା ବିଷୟରେ। ଆଚ୍ଛା। ଆଉ ଏହି ସଂଘର୍ଷକୁ ବୁଝାଇବା ପାଇଁ ସେଠାରେ ଗୋଟେ ବହୁତ ଭଲ ଉଦାହରଣ ଦିଆଯାଇଛି। ହଁ, ସେହି ଡକ୍ଟର ହେବାକୁ ଚାହୁଁନଥିବା ପିଲାର ଉଦାହରଣ। କଳ୍ପନା କରନ୍ତୁ, ଗୋଟିଏ ପିଲାର ଇଚ୍ଛା ଅଛି ସଙ୍ଗୀତଜ୍ଞ ହେବାର, କିନ୍ତୁ ତାର ବାପା ମା ନିଜ ଅଧୁରା ସ୍ୱପ୍ନ ବା ସାମାଜିକ ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି ପିଲା ଡାକ୍ତର ହେଉ। ଏଠି ତ ଇଚ୍ଛାଗୁଡ଼ିକ ଭିତରେ ସିଧାସଳଖ ସଂଘର୍ଷ ହେଉଛି। ଏବଂ ଉତ୍ସର ଭାଷାରେ ଇଚ୍ଛାଗୁଡ଼ିକର ଅମେଳ ହିଁ ଜୀବନର ଦୁଃଖ। ବାସ୍ ଏତିକି। ଏତେ ସରଳ କିନ୍ତୁ ଏତେ ଶକ୍ତିଶାଳୀ ବାକ୍ୟ। ଯେତେବେଳେ ଜଣକର ଇଚ୍ଛା ଅନ୍ୟ ଜଣଙ୍କର ବାସ୍ତବିକତା ସହ ଧକ୍କା ଖାଏ, ସେଇଠି ଦୁଃଖ ସୃଷ୍ଟି ହୁଏ। ଏହି ଉଦାହରଣରେ ଦେଖନ୍ତୁ, ପିଲାଟି ନିଜ ଇଚ୍ଛା ବିରୁଦ୍ଧରେ କାମ କରି ଦୁଃଖୀ ହେବ, ଆଉ ବାପା ମା ନିଜ ଇଚ୍ଛା ପୂରଣ ନହେଲେ ଦୁଃଖୀ ହେବେ। ଏହା ତ ଗୋଟେ ଲୁଜ୍ ଲୁଜ୍ ପରିସ୍ଥିତି। ଏକଦମ। ଏହି ଅମେଳ କେବଳ ପିଲା ପାଇଁ ନୁହେଁ, ପୁରା ପରିବାର ପାଇଁ ଦୁଃଖର କାରଣ। ଏକ ଚାପଗ୍ରସ୍ତ ପରିବେଶ, ଯେଉଁଠି କେହି ବି ନିଜର ସେହି ଫିଲ୍ ଗୁଡ୍ ଅବସ୍ଥାରେ ରହିପାରନ୍ତି ନାହିଁ। ତାହେଲେ ଯଦି ଇଚ୍ଛାର ସଂଘର୍ଷ ହିଁ ଦୁଃଖର କାରଣ, ତେବେ ଏ ବୋଝରୁ ମୁକ୍ତି ପାଇବାର ରାସ୍ତା କ'ଣ? ଏଇଠି ଉତ୍ସଟି ଆମକୁ ଆନ୍ତରିକ ସ୍ୱାଧୀନତାର ମାର୍ଗ ଦେଖାଉଛି। ଆଉ ସେଥିପାଇଁ ପ୍ରଥମ ପ୍ରଶିକ୍ଷଣ ହେଉଛି ଅନ୍ୟମାନଙ୍କର ଆଶା ବା ଇଚ୍ଛାଠାରୁ ନିଜକୁ ମୁକ୍ତ କର। କିନ୍ତୁ ଏହା କହିବା ଯେତେ ସହଜ, କରିବା ସେତେ କଷ୍ଟ। ଆମେ ତ ସାମାଜିକ ଜୀବ। ସତ କଥା। ସେଥିପାଇଁ ଉତ୍ସଟି କିଛି ଶକ୍ତ ବାକ୍ୟ ବ୍ୟବହାର କରିଛି, ଯାହା ଆମକୁ ସିଧାସଳଖ ଆଘାତ କରେ। ଯେମିତିକି, ଆପଣ କାହାର ସେବକ ନୁହନ୍ତି, କିମ୍ବା ଆପଣ ଅନ୍ୟମାନଙ୍କର ଇଚ୍ଛା ପୂରଣ କରିବା ପାଇଁ ତିଆରି ହୋଇଥିବା ଏକ ମେସିନ୍ ନୁହନ୍ତି। ଯଦି ଆମେ ଆହାକୁ ଟିକେ ବଡ଼ ପରିପ୍ରେକ୍ଷ୍ୟରେ ଦେଖିବା, ତେବେ ଏହି ବିଚାର କିଛି ନୂଆ ନୁହେଁ। ଇତିହାସରେ, ଆଧ୍ୟାତ୍ମିକତାରେ ଏହାର ଅନେକ ଉଦାହରଣ ଅଛି। ଉତ୍ସରେ ବୁଦ୍ଧଙ୍କର ଏକ ବହୁତ ଶକ୍ତିଶାଳୀ ଉଦାହରଣ ଦିଆଯାଇଛି। ଭାବନ୍ତୁ ତ ଟିକେ, ରାଜକୁମାର ସିଦ୍ଧାର୍ଥ, ଯାହା ପାଖରେ ସବୁ କିଛି ଥିଲା, ଧନ, ସମ୍ମାନ, ପରିବାର, କିନ୍ତୁ ସେ ବୁଝିପାରିଲେ ଯେ ଏହିସବୁ ଇଚ୍ଛା ହିଁ ଦୁଃଖର କାରଣ। ତେଣୁ ସେ ରାଜପ୍ରସାଦ ଛାଡ଼ିଲେ। ଆଉ ଯେତେବେଳେ ସେ ସେହି ଇଚ୍ଛାର ବୋଝକୁ ତଳେ ରଖିଦେଲେ, ସେତେବେଳେ ଯାଇ ତାଙ୍କୁ ପ୍ରକୃତ ଜ୍ଞାନ ଆଉ ଶାନ୍ତି ମିଳିଲା। ଆଉ ତାପରେ ସମ୍ରାଟ ଅଶୋକ ବିଜୟର ଇଚ୍ଛା ତ୍ୟାଗ କଲେ। ଆଉ ଯେତେବେଳେ ସେ ଏହି ହିଂସ୍ର ଇଚ୍ଛା ଛାଡ଼ିଲେ, ତାଙ୍କ ଭିତରେ କରୁଣା ଜାଗ୍ରତ ହେଲା। ସେ ଚଣ୍ଡାଶୋକରୁ ଧର୍ମାଶୋକ ହେଲେ। ଏପରିକି ଅଙ୍ଗୁଳିମାଳ, ଯିଏ ଜଣେ ଭୟଙ୍କର ଡକାୟତ ଥିଲେ, ସେ ବି ହତ୍ୟାର ଇଚ୍ଛା ଛାଡ଼ି ଜଣେ ସାଧୁ ହୋଇପାରିଥିଲେ। ତାହେଲେ ଯେତେବେଳେ ଏହି ଉଦାହରଣଗୁଡ଼ିକୁ ଏକାଠି ଦେଖାଯାଉଛି, ଏହା ସ୍ପଷ୍ଟ ହୋଇଯାଉଛି ଯେ ଇଚ୍ଛା ତ୍ୟାଗ କରିବା କୌଣସି ଦୁର୍ବଳତାର ସଂକେତ ନୁହେଁ, ବରଂ ଏହା ଏକ ଶକ୍ତିର ପ୍ରଦର୍ଶନ, ନିଜ ଉପରେ ନିୟନ୍ତ୍ରଣର ସଂକେତ। ନିଶ୍ଚିତ ଭାବରେ ଏହା ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ପ୍ରଗତିର ଏକ ସ୍ପଷ୍ଟ ସଂକେତ। ଯେତେବେଳେ ଆମେ ଛୋଟ ଛୋଟ ଅଯୌକ୍ତିକ ଇଚ୍ଛାକୁ ଛାଡ଼ି ଏକ ବଡ଼ ଲକ୍ଷ୍ୟ ଆଡ଼ିକୁ ଯାଉ, ସେତେବେଳେ ହିଁ ପ୍ରକୃତ ବିକାଶ ହୁଏ। ତାହେଲେ ଏହି ପୂରା ଆଲୋଚନାରୁ ଆମେ କ'ଣ ଶିଖିଲେ? ଯଦି ଆମେ ମୁଖ୍ୟ ବାର୍ତ୍ତାଗୁଡ଼ିକୁ ଦେଖିବା, ମୋ ପାଇଁ ତ ପ୍ରଥମ କଥା ହେଲା ଫିଲ୍ ଗୁଡ୍, ଆମର ସ୍ୱାଭାବିକ ଅବସ୍ଥା। ଆମକୁ ଖୁସି ଖୋଜିବା ଦରକାର ନାହିଁ, କେବଳ ସେହି ଜିନିଷଗୁଡ଼ିକୁ ହଟେଇବାକୁ ପଡ଼ିବ ଯାହା ଆମ ଖୁସିକୁ ଛଡ଼େଇ ନେଉଛି। ହଁ, ଆମ ଦାୟିତ୍ୱ ନୁହେଁ। ଆଉ ଚତୁର୍ଥ, ଯେଉଁଠି ଇଚ୍ଛା ସରେ, ସେଇଠି ଚାପ ବି ସରିଯାଏ। ଇଚ୍ଛା ହିଁ ଚାପର ମୂଳ କାରଣ। ଏବଂ ଶେଷରେ ଉତ୍ସଟି ଯେଉଁ ମୂଳମନ୍ତ୍ର ଦେଉଛି, ତାହା ପ୍ରକୃତରେ ସବୁଠାରୁ ମୂଲ୍ୟବାନ। ଭଲ ଅନୁଭବ କରିବା ହିଁ ପ୍ରକୃତ ସମ୍ପତ୍ତି। ଆମର ଧନ, ସମ୍ପତ୍ତି, ପଦବୀ ଏସବୁର କୌଣସି ମୂଲ୍ୟ ନାହିଁ ଯଦି ଆମେ ଭିତରୁ ଭଲ ଅନୁଭବ କରୁନାହୁଁ। ହଁ, ଆଉ ଏହି ଆଲୋଚନାର ଶେଷରେ ଉତ୍ସଟି ଆମ ସମସ୍ତଙ୍କୁ ଏକ ସରଳ କିନ୍ତୁ ବହୁତ ଶକ୍ତିଶାଳୀ ସଂକଳ୍ପ ନେବାକୁ କହୁଛି। ମୁଁ କାହାର ମୂର୍ଖାମି ଭରା ଇଚ୍ଛା ବୋହିବି ନାହିଁ। ଏଠାରେ ମୂର୍ଖାମି ଭରା ଇଚ୍ଛା ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ସେହି ସବୁ ଇଚ୍ଛାକୁ ବୁଝାଉଛି ଯାହାର କୌଣସି ଯୁକ୍ତି ନାହିଁ, ଯାହା କେବଳ ଅନ୍ୟର ଅହଙ୍କାରରୁ ଜନ୍ମ ନେଇଛି। ଆଉ ଉତ୍ସଟି ଦାବି କରୁଛି ଯେ ଯେଉଁ ମୁହୂର୍ତ୍ତରେ ଆମେ ଏହି ନିଷ୍ପତ୍ତି ନେଉ, ସେହି ମୁହୂର୍ତ୍ତରେ ହିଁ ଆମର ସେହି ସ୍ୱାଭାବିକ ଫିଲ୍ ଗୁଡ୍ ଅବସ୍ଥା ତୁରନ୍ତ ଫେରିଆସିବ।
ହଁ, କାରଣ ଆମେ ସେହି ବୋଝକୁ ତଳେ ରଖିଦେଉଛୁ, ଯାହା ଆମର ନଥିଲା ଆଉ ଯାହା ଆମର ଶାନ୍ତିକୁ ନଷ୍ଟ କରୁଥିଲା। ଏହା ଏକ ପ୍ରକାରର ତତ୍କାଳ ମୁକ୍ତି। ଅନ୍ୟମାନଙ୍କର ମୂର୍ଖାମି ଭରା ଇଚ୍ଛାର ବୋଝରୁ ମୁକ୍ତ ହେବାକୁ କହୁଛି, ଯାହାକି ଠିକ୍। କିନ୍ତୁ ସେତେବେଳେ କ'ଣ ହୁଏ ଯେତେବେଳେ ଆମର ନିଜର ଆବଶ୍ୟକୀୟ ବା ଭଲ ଇଚ୍ଛା ଆମ ପ୍ରିୟଜନଙ୍କର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହୋଇ ମଧ୍ୟ ସେମାନଙ୍କ ଇଚ୍ଛା ସହିତ ସଂଘର୍ଷ କରେ? ହଁ, ଆପଣ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କଲେ। ଉଦାହରଣ ସ୍ୱରୂପ, ଜଣେ ବାପା ଚାହାନ୍ତି ତାଙ୍କ ପିଲା ପାଠ ପଢ଼ି ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ୁ, କିନ୍ତୁ ପିଲାର ଇଚ୍ଛା ହୁଏତ ଅଲଗା। ଏଠାରେ ବାପାଙ୍କ ଇଚ୍ଛାକୁ ମୂର୍ଖାମି ଭରା ତ କହିହେବ ନାହିଁ, କାରଣ ତାହା ଭଲ ପାଇବାରୁ ଆସିଛି। ତେବେ ଗୋଟିଏ ସୁସ୍ଥ ଅଭିଳାଷ ଏବଂ ଗୋଟିଏ ବୋଝ ପାଲଟି ଯାଉଥିବା ଇଚ୍ଛା ମଧ୍ୟରେ ଥିବା ସେହି ସୂକ୍ଷ୍ମ ସୀମାରେଖାଟେ କେଉଁଠି? ଆମେ କେବେ ଜାଣିବା ଯେ ଆମର ଭଲ ପାଇବା କେତେବେଳେ ଅନ୍ୟ ପାଇଁ ବନ୍ଧନ ପାଲଟି ଯାଉଛି? ଏହା ଉପରେ ଚିନ୍ତା କରିବା ଆବଶ୍ୟକ।